ସାଙ୍ଗମାନେ ଭଲ ସମୟ ଆସିବା ପୂର୍ବରୁ ଈଶ୍ୱର ଦେଇଥାନ୍ତି ଏହି ସାତୋଟି ସଂକେତ ଆଉ ଆପଣମାନେ ଏହି ସଂକେତ ସବୁ ସ୍ୱପ୍ନ ଦ୍ୱାରା ହିଁ ପାଇଥାନ୍ତି। ଆଜି ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ସେହି ସାତୋଟି ସ୍ୱପ୍ନ ବିଷୟରେ। ଏହା କେଉଁ ସଂକେତ ଦେଇଥାଏ ତାହା ଜାଣିବା ଆଉ କାହିଁକି ଏସବୁ ସ୍ୱପ୍ନକୁ ଅନ୍ୟମାନଙ୍କୁ କହିବା ଉଚିତ ନୁହେଁ ସେସବୁ ବିଷୟରେ ମଧ୍ୟ ଜାଣିବା। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ସାଙ୍ଗମାନେ ପ୍ରାଚୀନ କାଳରୁ ସ୍ୱପ୍ନକୁ ନେଇ ଅନେକ ତଥ୍ୟ ଏବଂ ପ୍ରମାଣ ରହିଅଛି। ସମୁଦ୍ର ଶାସ୍ତ୍ରରେ ମଧ୍ୟ ଏହାର ସ୍ୱପ୍ନକୁ ନେଇ ସ୍ୱପ୍ନ ସମ୍ବନ୍ଧିତ ନେଇ ଅନେକ ସଂକେତ ମଧ୍ୟ କୁହାଯାଇଛି। ପ୍ରାଚୀନ କାଳରେ ମୁନି ଋଷିମାନେ ମତ ଅନୁଯାୟୀ ଏହା ଆମର ଜୀବନ ସହିତ ଜଡ଼ିତ ଅନେକ ରହସ୍ୟ ଲୁଚି ରହିଛି। ଯଦି ଆପଣ ସଠିକ୍ ଭାବରେ ନିରୀକ୍ଷଣ କରିବେ ସେ ସ୍ୱପ୍ନର ଅର୍ଥ ଆପଣମାନେ ବୁଝିପାରିବେ। ସ୍ୱପ୍ନ ସହ ଜଡ଼ିତ ରହସ୍ୟ ପ୍ରାଚୀନ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ହିନ୍ଦୁ ଧର୍ମରେ ଏକ ପ୍ରାଚୀନ ଗ୍ରନ୍ଥ ରହିଛି ଯାହାକି ଅଗ୍ନି ପୁରାଣ। ଏହି ଅଗ୍ନି ପୁରାଣରେ ଅଗ୍ନି ଦେବତା ମହର୍ଷି ବଶିଷ୍ଠଙ୍କୁ ସ୍ୱପ୍ନର ରହସ୍ୟ ବିଷୟରେ ମଧ୍ୟ ଜ୍ଞାନ ଦେଇଥିଲେ, ଯାହା ବିଷୟରେ ସମସ୍ତଙ୍କୁ ଜାଣିବା ଉଚିତ। ଅଗ୍ନି ପୁରାଣରେ କୁହାଯାଇଛି ଯେ ଯଦି ଆପଣ ଏହି 7 ପ୍ରକାରର ସ୍ୱପ୍ନ ଦେଖୁଛନ୍ତି ତେବେ ସେହି ସ୍ୱପ୍ନ ବିଷୟରେ ଅନ୍ୟମାନଙ୍କୁ କେବେ ବି କହିବା ଉଚିତ ନୁହେଁ, କାରଣ ସେହି ସ୍ୱପ୍ନର ସଂକେତ ଗୁଡ଼ିକ କେବଳ ସେହି ବ୍ୟକ୍ତିଙ୍କ ପାଇଁ ହୋଇଥାଏ ଯିଏ ନିଜେ ସ୍ୱପ୍ନ ଦେଖୁଥାନ୍ତି। ଯଦି ଆପଣ ଭୁଲରେ ବି ଅନ୍ୟମାନଙ୍କୁ କହିଦେଇଥାନ୍ତି ତେବେ ସେହି ସ୍ୱପ୍ନରୁ ପାଇବାକୁ ଯାଉଥିବା ଶୁଭ ଫଳ କେବେ ବି ସେମାନଙ୍କୁ ମିଳିନଥାଏ। ତେଣୁ ସାଙ୍ଗମାନେ ଆମେ ଏହି ଭିଡ଼ିଓ ମାଧ୍ୟମରେ ସେହି 7ଟି ସ୍ୱପ୍ନ ବିଷୟରେ ଜାଣିପାରିବା। ଯେଉଁ ସ୍ୱପ୍ନକୁ ବି ଭୁଲରେ ବି କେବେ କାହାକୁ କୁହନ୍ତୁ ନାହିଁ, ଯାହାକୁ କହିବା ଦ୍ୱାରା ଆପଣଙ୍କୁ ମିଳିବାକୁ ଯାଉଥିବା ସେହି ଶୁଭ ଫଳ ଆଉ ମିଳିପାରିବ ନାହିଁ। ଅର୍ଥାତ୍ ସେ ସ୍ୱପ୍ନରେ ଯେଉଁ ସବୁ ଶୁଭ ସଂକେତ ସେସବୁ ନଷ୍ଟ ହୋଇଯାଇଥାଏ ଏବଂ ଏହାର ଖରାପ ପରିଣାମ ମଧ୍ୟ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ। ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ସେ ସ୍ୱପ୍ନ ଗୁଡ଼ିକ ବିଷୟରେ। ଯେଉଁ ସ୍ୱପ୍ନ ଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ କେବେ ବି କହିବା ଉଚିତ ନୁହେଁ। ସାଙ୍ଗମାନେ ଭିଡ଼ିଓଟିକୁ ତ ଆରମ୍ଭ କରିବା, କିନ୍ତୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନେକ୍ସଟ ଭିଡ଼ିଓ ଆପଣମାନଙ୍କ ପାଇଁ ଅପଲୋଡ଼ କରିବି ସେଇଟା ଆପଣମାନେ ନୋଟିଫିକେସନ୍ ଦ୍ୱାରା ପାଇପାରିବେ। ସାଙ୍ଗମାନେ ପ୍ରଥମ ସଂକେତଟି ହେଉଛି ଯଦି ଆପଣମାନେ ସ୍ୱପ୍ନରେ ମୃତ୍ୟୁ ଦେଖୁଛନ୍ତି। ସାଙ୍ଗମାନେ ଆପଣମାନେ ବି କେବେ କେବେ ଏହିଭଳି ସ୍ୱପ୍ନ ଦେଖିଥିବେ। ଆପଣଙ୍କର ପରିବାରର ହେଉ କିମ୍ବା କାହାର ହେଉ ମୃତ୍ୟୁ ଆପଣମାନେ ଦେଖିଥିବେ, କିମ୍ବା ସମ୍ପର୍କୀୟ କାହାର ମୃତ୍ୟୁ ହେବାର ସ୍ୱପ୍ନ ମଧ୍ୟ ଆପଣ ଦେଖିଥିବେ। ତାପରେ ହଠାତ୍ ଆପଣଙ୍କର ନିଦ ଭାଙ୍ଗି ଯାଉଥିବ ଏବଂ ଆପଣ ଭୟଭୀତ ହୋଇଯାଉଥିବେ। ଆଉ ଦିନସାରା ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ କାହିଁକି ଆପଣଙ୍କୁ ଏଭଳି ସ୍ୱପ୍ନ ହେଲା। କିନ୍ତୁ ମନେ ରଖନ୍ତୁ ସାଙ୍ଗମାନେ, ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କାରଣ ଶାସ୍ତ୍ରରେ କୁହାଯାଇଛି ଯେ ସ୍ୱପ୍ନରେ କାହାର ମୃତ୍ୟୁ ଦେଖିବା ଏହା ଏକ ଶୁଭ ସଂକେତ ଅଟେ। ସ୍ୱପ୍ନରେ ଆପଣ ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଥିବାର ଦେଖନ୍ତି ତାଙ୍କର ଜୀବନ କାଳ ଦୀର୍ଘାୟୁ ହୋଇଥାଏ, ତାଙ୍କର ଆୟୁଷ ବଢ଼ିଥାଏ। ତାଙ୍କ ସହିତ ଆପଣଙ୍କର ଯଦି କିଛି ଭୁଲ ବୁଝାମଣା ଥାଏ ତାହା ମଧ୍ୟ ସମାଧାନ ହୋଇଯାଇଥାଏ। ତାଙ୍କ ଜୀବନରେ ଆପଣଙ୍କର ମହତ୍ତ୍ୱ ଅଧିକ ବଢ଼ିଯାଇଥାଏ। ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କିତ ଆହୁରି ଆପଣଙ୍କର ସମ୍ପର୍କ ନିବିଡ଼ ହୋଇଥାଏ। କିନ୍ତୁ ଆପଣ କେବେ ବି ସେହି ସ୍ୱପ୍ନ ବିଷୟରେ ଅନ୍ୟକୁ କୁହନ୍ତୁ ନାହିଁ, କିମ୍ବା ଯାହାଙ୍କର ମୃତ୍ୟୁ ଆପଣ ସ୍ୱପ୍ନରେ ଦେଖିଛନ୍ତି ତାଙ୍କୁ ବି କେବେ ବି କୁହନ୍ତୁ ନାହିଁ। ଏହା ହେଲେ ସ୍ୱପ୍ନ ଆପଣ ଯାହା ଶୁଭ ଫଳ ଆପଣଙ୍କର ମିଳିଥାଏ ସେ ସବୁ ଆପଣଙ୍କର ବିପରୀତ ହୋଇଯାଇଥାଏ। ଦ୍ୱିତୀୟ ସଂକେତଟି ହେଉଛି ସ୍ୱପ୍ନରେ ମାତା ଲକ୍ଷ୍ମୀଙ୍କୁ କିମ୍ବା ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ ଦେଖିବା। ସାଙ୍ଗମାନେ ଯଦି ଆପଣ ସ୍ୱପ୍ନରେ ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ ଦେଖୁଛନ୍ତି କିମ୍ବା ମାତା ଲକ୍ଷ୍ମୀଙ୍କୁ ଦେଖୁଛନ୍ତି ଏହା ଏକ ଶୁଭ ସଂକେତ ହୋଇଥାଏ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ
ପ୍ରାପ୍ତି ହେବ ଏବଂ ନିକଟ ଭବିଷ୍ୟତରେ ଆପଣଙ୍କୁ ଅପାର ଧନ ଲାଭ ହେବ। ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖନ୍ତି ବା ସ୍ୱପ୍ନରେ ଠାକୁର ପୂଜା କରୁଥିବାର ଦେଖୁଛନ୍ତି, ତେବେ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ହୋଇଥାଏ। ଆପଣ ଯେକୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ। କିନ୍ତୁ ମନେ ରଖନ୍ତୁ ସାଙ୍ଗମାନେ, ଏହି ସବୁ ସ୍ୱପ୍ନ ବିଷୟରେ କେବେ ବି କାହାକୁ କହିବା ଉଚିତ ନୁହେଁ, କାରଣ ଏହି ସ୍ୱପ୍ନ କେବଳ ଆପଣଙ୍କ ପାଇଁ ହୋଇଥାଏ। ଯଦି ଆପଣ ଏହାକୁ ଅନ୍ୟକୁ ଭୁଲରେ ବି କହିଥାନ୍ତି, ତେବେ ସ୍ୱପ୍ନର ସୁଫଳ ଆପଣ କେବେ ବି ପାଇପାରିବେ ନାହିଁ। ସ୍ୱପ୍ନରେ ଫୁଲମାଳା ପିନ୍ଧିଥିବାର ଦେଖିବା, ଏହା ମଧ୍ୟ ଏକ ଶୁଭ ସ୍ୱପ୍ନ ଅଟେ। ଏହା ଶତ୍ରୁମାନଙ୍କ ଉପରେ ବିଜୟର ଏକ ପ୍ରତୀକ ହୋଇଥାଏ। ତେଣୁ ଏହି ସ୍ୱପ୍ନ ଦେଖିବା ପରେ ପୁଣି ଥରେ ଆପଣ ଶୋଇବା ଉଚିତ ନୁହେଁ। ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ। ସାଙ୍ଗମାନେ, ସ୍ୱପ୍ନରେ ଯଦି ହାତୀ ଦେଖୁଛନ୍ତି, ଏହା ବହୁତ ଶୁଭ ଅଟେ। ହାତୀକୁ ମାତା ଲକ୍ଷ୍ମୀଙ୍କର ବାହନ ବୋଲି କୁହାଯାଏ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ହାତୀର ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣମାନେ ହାତୀର ସ୍ୱପ୍ନ ଦେଖୁଛନ୍ତି କିମ୍ବା ହାତୀ ଉପରେ ବସିଥିବାର ସ୍ୱପ୍ନ ଦେଖୁଛନ୍ତି କିମ୍ବା ଗୋଟିଏ ଧଳା ହାତୀ ଆପଣଙ୍କ ଦ୍ୱାର ସାମ୍ନାରେ ଛିଡ଼ା ହୋଇଛି, ଏପରି କିଛି ସ୍ୱପ୍ନ ଦେଖୁଛନ୍ତି, ଆପଣଙ୍କର ରାଜଯୋଗ ଅଛି ବୋଲି ବୁଝିଯାଆନ୍ତୁ। ଏଭଳି ସ୍ୱପ୍ନ ଯିଏ ଦେଖିଥାନ୍ତି, ତାଙ୍କୁ କେବଳ ଧନ ଲାଭ ହିଁ ହୋଇଥାଏ। ସ୍ୱପ୍ନରେ ହାତୀ ଦେଖିଲେ ଭୁଲରେ ବି ଏହା ବିଷୟରେ କାହାକୁ କହିବା ଉଚିତ ନୁହେଁ, ନଚେତ୍ ଏହାର ଶୁଭ ଫଳ କେବେ ବି ମିଳିବ ନାହିଁ। ସାଙ୍ଗମାନେ, ସ୍ୱପ୍ନରେ ସାପ ଦେଖିବା, ଯଦି ଆପଣମାନେ ବି କେବେ କେବେ ସ୍ୱପ୍ନରେ ସାପ ଦେଖୁଥିବେ ଆଉ ବୋଧହୁଏ ଭୟଭୀତ ହୋଇଯାଉଥିବେ ଯେ ସାପ ସ୍ୱପ୍ନ ଦେଖିବା ଅଶୁଭ ଅଟେ ବୋଲି, କିନ୍ତୁ ସାଙ୍ଗମାନେ, ଅଗ୍ନି ପୁରାଣରେ ସାପକୁ ଧନ ସମ୍ପତ୍ତିର ପ୍ରତୀକ ବୋଲି ମାନାଯାଇଥାଏ। କୁହାଯାଏ ଯେଉଁ ସ୍ଥାନରେ ଅଧିକ ସାପ ବାସ କରିଥାନ୍ତି, ସେ ସ୍ଥାନରେ କିଛି ଖଜାନା ରହିଥାଏ, କିଛି ସମ୍ପଦ ରହିଥାଏ। କୁହାଯାଏ ଯେ ଯଦି ସ୍ୱପ୍ନରେ ଅନେକ ଗୁଡ଼ାଏ ସାପ ଆପଣମାନେ ଦେଖୁଛନ୍ତି କିମ୍ବା ସାପ ଦ୍ୱାରା ଆପଣ ଘେରି ରହିଥିବାର ଦେଖୁଛନ୍ତି କିମ୍ବା ସାପମାନେ ଆପଣଙ୍କୁ କାମୁଡ଼ିବାର ସ୍ୱପ୍ନ ଦେଖୁଛନ୍ତି, ଆକ୍ରମଣ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଅନେକ ଶୁଭ ସଂକେତ ଅଟେ। ନିକଟ ଭବିଷ୍ୟତରେ ଆପଣ ବହୁତ ଗୁଡ଼ିଏ ଟଙ୍କାକୁ ପାଇବା ପାଇଁ ଯାଉଛନ୍ତି। କିନ୍ତୁ ଯଦି ଆପଣ ଏହି ସ୍ୱପ୍ନକୁ ଦେଖୁଛନ୍ତି ବୋଲି ଅନ୍ୟ ଆଗରେ କହିଦେଉଛନ୍ତି, ତେବେ ଏହାର ଶୁଭ ଫଳ ଆପଣଙ୍କୁ କେବେ ବି ମିଳିନଥାଏ। ସାଙ୍ଗମାନେ, ସ୍ୱପ୍ନରେ ଯଦି ଆପଣମାନେ ଗାଈକୁ ଦେଖୁଛନ୍ତି, ଯଦି ଆପଣ ସ୍ୱପ୍ନରେ କେବେ ଗାଈକୁ ଦେଖୁଛନ୍ତି, ଏହା ଅତ୍ୟନ୍ତ ଶୁଭ ଅଟେ। ଗାଈ ସୁଖ ଏବଂ ସମୃଦ୍ଧିର ସଂକେତ ହୋଇଥାଏ। ଯଦି ଆପଣ ଧଳା ରଙ୍ଗର ଗାଈ ଖୁରା ସହିତ ଧୂଳି ଉଡ଼ୁଥିବାର ଦେଖୁଛନ୍ତି, ଆପଣଙ୍କର ଦାରିଦ୍ର୍ୟତା, ଦୁଃଖ ସବୁ ସମାପ୍ତ ହେବାକୁ ଯାଉଛି ବୋଲି ବୁଝିଯାଆନ୍ତୁ। ଆପଣ ଅପାର ଧନ ପାଇବା ପାଇଁ ଯାଉଛନ୍ତି। କିନ୍ତୁ ଆପଣ ଯଦି ଏହି ସ୍ୱପ୍ନକୁ ଗୁପ୍ତ ରଖୁଛନ୍ତି, ଏହା ଆପଣଙ୍କୁ ଅନେକ ଶୁଭ ଫଳ ଦେଇଥାଏ। କିନ୍ତୁ ଆପଣ ଯଦି ଏହି ସ୍ୱପ୍ନକୁ ଅନ୍ୟ ଆଗରେ କହିଦେଇଥାନ୍ତି, ଏହାର ବିପରୀତ ହୋଇଥାଏ, ଆପଣଙ୍କୁ କେବେ ବି ଶୁଭ ଫଳ ମିଳିନଥାଏ। ତେଣୁ ଆପଣମାନେ ଯଦି ସ୍ୱପ୍ନରେ ଗାଈକୁ ମଧ୍ୟ ଦେଖୁଛନ୍ତି, ଏହା ଅନେକ ଶୁଭ ହୋଇଥାଏ ଆଉ ଏହି ଶୁଭ ସଂକେତଟି ଆପଣଙ୍କ ପାଇଁ କେବଳ ହୋଇଥାଏ। ତେଣୁ ଏହାକୁ ଅନ୍ୟ ଆଗରେ କେବେ ବି କୁହନ୍ତୁ ନାହିଁ। ସାଙ୍ଗମାନେ, ସ୍ୱପ୍ନରେ ଘୋଡ଼ା ଦେଖିବା, ଯଦି ଆପଣମାନେ ସ୍ୱପ୍ନରେ ଘୋଡ଼ାକୁ ଦେଖୁଛନ୍ତି, ତେବେ ଆପଣ ଜାଣିଯାଆନ୍ତୁ ଯେ ଆପଣଙ୍କର କିଛି ଶୁଭ ଫଳ ଆପଣଙ୍କୁ ମିଳିବା ପାଇଁ ଯାଉଛି। ଯଦି ଆପଣ ସ୍ୱପ୍ନରେ ଘୋଡ଼ାକୁ ଦୌଡ଼ିଥିବାର ଦେଖୁଛନ୍ତି କିମ୍ବା ଆପଣ ନିଜେ ଘୋଡ଼ା ଉପରେ ବସିଥିବାର ଦେଖୁଛନ୍ତି, ଏହା ଭାଗ୍ୟ ପରିବର୍ତ୍ତନ ହେବାର ଏକ ସଂକେତ ହୋଇଥାଏ। ପ୍ରାଚୀନ କାଳରୁ ଘୋଡ଼ାମାନଙ୍କୁ ଅନେକ ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଲି ମାନାଯାଇଥାଏ। ତେଣୁ ଯଦି ସ୍ୱପ୍ନରେ ଆପଣମାନେ ଅନେକ ଘୋଡ଼ା ଦେଖୁଛନ୍ତି, ଅନେକ ଘୋଡ଼ା ଦୌଡ଼ିଥିବାର ଦେଖୁଛନ୍ତି, ତେବେ ଏହା ଧନ ଲାଭର ଏକ ସଂକେତ ଅଟେ।
ଆପଣ ଯଦି ସ୍ୱପ୍ନରେ କେବେ ମାଛ ଦେଖୁଛନ୍ତି, ପାଣିରେ ମାଛ ବୁଲୁଥିବାର ଦେଖୁଛନ୍ତି, ଜଳରେ ମୀନ ଖେଳୁଥିବାର ଦେଖୁଛନ୍ତି, ତେବେ ଏହା ମଧ୍ୟ ଏକ ଶୁଭ ସ୍ୱପ୍ନ ହୋଇଥାଏ। ଆପଣ ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ହେଉଛି ବିପୁଳ ମାତ୍ରାରେ ଧନ ପ୍ରାପ୍ତି ହେବା। ତେଣୁ ସାଙ୍ଗମାନେ, ଯଦି ଆପଣମାନେ ଏଭଳି କିଛି ସ୍ୱପ୍ନ ଦେଖୁଛନ୍ତି, କେବେ ବି କାହାକୁ କୁହନ୍ତୁ ନାହିଁ, ନଚେତ୍ ଏହାର ଶୁଭ ଫଳ ଆପଣମାନେ କେବେ ବି ପ୍ରାପ୍ତି କରିପାରିବେ ନାହିଁ। ସାଙ୍ଗମାନେ, ଏହା ଥିଲା ସେହି 7ଟି ଶୁଭ ସ୍ୱପ୍ନ, ଯାହାକୁ ଦେଖିବା ଦ୍ୱାରା ଆପଣଙ୍କୁ ଭଗବାନ କିଛି ଶୁଭ ସଂକେତ ଦେଉଛନ୍ତି ଯେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରି ଆପଣମାନଙ୍କର ପ୍ରିୟଜନମାନଙ୍କୁ ସେୟାର କରିବେ। ନେକ୍ସଟ ଆଉ ଏକ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।